ମେଷ କେବେ ମଧ୍ୟ ନିଜକୁ ସମ୍ଭାଳି ପାରେ ନାହିଁ। ମେଷ ନିରୀହ ଏବଂ ମେଷକୁ ସଦାସର୍ବଦା ହିଂସ୍ରକ ପଶୁମାନେ ଆସି ଆକ୍ରମଣ କରିବା ପାଇଁ ଚାହାନ୍ତି ଏବଂ ମେଷ ଯେତେବେଳେ ପଥରା ହୋଇଯାଏ ସେଠାରୁ ସେ ବାହାରି ପାରିନଥାଏ। କିନ୍ତୁ ମେଷ ପାଳକ ତା ନିକଟକୁ ଯାଇ ମେଷକୁ ପୁନର୍ବାର ସେ ଖୋଜନ୍ତି ଏବଂ ବାହାର କରନ୍ତି ଏବଂ ଆଣନ୍ତି। ଆମମାନଙ୍କର ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ମୁକ୍ତି ଦେବା ପାଇଁ ଏହି ଜଗତକୁ ମାନବ ରୂପ ଧାରଣ କରି ଆସିଲେ। ସେଥିପାଇଁ ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ, ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଆମମାନଙ୍କର ପରିଚୟ, ଆମମାନଙ୍କର ସମସ୍ତ ବିଷୟ ହଜିଯାଇଥିଲା। ଶାରୀରିକ, ଆତ୍ମିକ, ମାନସିକ, ଆର୍ଥିକ ଏବଂ ଭୌତିକ ପ୍ରତ୍ୟେକ ବିଷୟରେ ଯଦି ଆମମାନେ ଉନ୍ନତି ହେବା ପାଇଁ ଚାହୁଁଛୁ ଏବଂ ପରମେଶ୍ୱରଙ୍କ ଠାରେ ଆମମାନେ ଲାଗି ରହି ଯଦି ତାହାଙ୍କୁ ଆମମାନେ ଆଉ ନିଜ ଜୀବନର ପ୍ରତିପାଳକ କରିବା ପାଇଁ ଚାହୁଁଛୁ, ତାହେଲେ ସେ ଆମମାନଙ୍କୁ ପ୍ରକୃତରେ ଉତ୍ତମ ମେଷ ପାଳକ ସଦୃଶ ସେ ଆମମାନଙ୍କର ପ୍ରତ୍ୟେକ ବିଷୟର ଯତ୍ନ ନେବେ। ସେଥିପାଇଁ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। ଆପଣ ନିଜ ଜୀବନର ପ୍ରତିପାଳକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କରନ୍ତୁ। ଆଜି କିଏ ଆପଣଙ୍କ ଜୀବନର ପାଳକ? କୌଣସି ଜଗତର ପାଳକ କିମ୍ବା କୌଣସି ଜଗତର ୱାର୍ସିପ୍ ଲିଡର କିମ୍ବା କୌଣସି ଜଗତର ଫିଲ୍ମ ଷ୍ଟାର କିମ୍ବା କୌଣସି ଜଗତର ବ୍ୟକ୍ତିକୁ ଆପଣ ପାଳକ କରନ୍ତୁ ନାହିଁ। କାରଣ ଜଗତର ସମସ୍ତ ପାଳକମାନେ ଫେଲ୍ ହେଇଯିବେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯଦି ଆପଣଙ୍କ ଜୀବନର ପାଳକ ହୁଅନ୍ତି, ତାହେଲେ ସେ ସଫଳତାର ପାଳକ ଅଟନ୍ତି, ସେ ସିଦ୍ଧ ପାଳକ ଅଟନ୍ତି। ଆପଣଙ୍କୁ ମଧ୍ୟ ସେ ସିଦ୍ଧ ପଥରେ ନେବେ।